ଯେକୌଣସି ସମଦ୍ୱିବାହୁ ତ୍ରିଭୁଜର ସମାନ ଦୈର୍ଘ୍ୟ ବିଶିଷ୍ଟ ବାହୁଦ୍ୱୟର ସମ୍ମୁଖୀନ କୋଣମାନଙ୍କର ପରିମାଣ ସମାନ। ଏହା ଆମେ ଆଜି ପ୍ରମାଣ କରିବା। ତେଣୁ ପ୍ରମାଣ କରିବା ଲାଗି ପ୍ରଥମେ ମୁଁ ଗୋଟେ ସମଦ୍ୱିବାହୁ ତ୍ରିଭୁଜ ନେଇଛି। ଏହି ସମଦ୍ୱିବାହୁ ତ୍ରିଭୁଜରେ AB ଏବଂ ACର ଦୈର୍ଘ୍ୟ ସମାନ ଅଛି। ତେଣୁ ଏହା ଏକ ସମଦ୍ୱିବାହୁ ତ୍ରିଭୁଜ। ଏବେ AB ବାହୁର ସମ୍ମୁଖୀନ କୋଣର ନାମ କ'ଣ? କୋଣ C। AC ବାହୁର ସମ୍ମୁଖୀନ କୋଣର ନାମ କୋଣ B। ତେଣୁ B କୋଣ ଏବଂ C କୋଣର ପରିମାଣ ସମାନ, ତାହା ଆମେ ପ୍ରମାଣ କରିବା। ତେଣୁ ଏହା ପ୍ରମାଣ କରିବା ଲାଗି ଆମକୁ କିଛି ଅଙ୍କନ କରିବାକୁ ପଡ଼ିବ। ଏ ତ୍ରିଭୁଜରେ ମନେକର BCର ମଧ୍ୟବିନ୍ଦୁ ହେଉଛି D। ଏହି D ବିନ୍ଦୁକୁ ଏବଂ ଏ ବିନ୍ଦୁକୁ ଯୋଡ଼ି ମୁଁ AD ରେଖାଖଣ୍ଡ ପାଇଲି। ବୁଝିପାରିଲ? ତେଣୁ ରେଖାଖଣ୍ଡ AD ଅଙ୍କନ କରାଗଲା। ଏବେ ଆମେ ଦୁଇଟି ତ୍ରିଭୁଜ ପାଇଲେ, ତ୍ରିଭୁଜ ABD ଏବଂ ତ୍ରିଭୁଜ ADC। এই দুইটি ত্রিভুজ সর্বসম ହେବ କି? ଦେଖିବା ହେଉଛି ନା ନାହିଁ। ତେଣୁ ତ୍ରିଭୁଜ ABD ଏବଂ ତ୍ରିଭୁଜ ADC ମଧ୍ୟରେ ABର ଦୈର୍ଘ୍ୟ ACର ଦୈର୍ଘ୍ୟ ସହ ସମାନ, ଏହା ଆମକୁ ଦେଇଥିଲା। ଏବେ ABD ତ୍ରିଭୁଜ ଏବଂ ADC ତ୍ରିଭୁଜ ଉଭୟ ତ୍ରିଭୁଜରେ AD ଗୋଟେ ବାହୁ ଅଛି। ତେଣୁ AD ଗୋଟେ ସାଧାରଣ ବାହୁ। ଏବେ ଆଉ କ'ଣ ସବୁ ସମାନ ଅଛି? ଦେଖ, BDର ଦୈର୍ଘ୍ୟ ଏବଂ DCର ଦୈର୍ଘ୍ୟ ବି ସମାନ, କାରଣ ଆମେ ନେଇଛେ D ବିନ୍ଦୁକୁ BCର ମଧ୍ୟବିନ୍ଦୁ। ତେଣୁ BDର ଦୈର୍ଘ୍ୟ ସମାନ ହେବ DCର ଦୈର୍ଘ୍ୟ ସହ। ତେଣୁ ଏବେ ଏ ତ୍ରିଭୁଜ ଦ୍ୱୟ ସର୍ବସମ ହେବ। କେଉଁ ସର୍ବସମତା ଅନୁଯାୟୀ? ବାହୁ ବାହୁ ବାହୁ। ତେଣୁ ସର୍ବସମତା କିପରି ଲେଖିବି? ତ୍ରିଭୁଜ ABD ଯଦି ଲେଖିବି, ଦେଖ AB କାହା ସହ ସମାନ ଅଛି? AC। BD କାହା ସହ ସମାନ ଅଛି? CD। ତେଣୁ ABD ତ୍ରିଭୁଜ ସର୍ବସମ ହେବ ତ୍ରିଭୁଜ ACD ସହ। ଏବେ ଦୁଇଟି ତ୍ରିଭୁଜ ସର୍ବସମ ହେଲେ ଏହି ତ୍ରିଭୁଜ ଦ୍ୱୟରେ କେଉଁ କେଉଁ କୋଣ ସମାନ ତାହା ବି ଆମେ ଜାଣିପାରିବା। ABD ତ୍ରିଭୁଜରେ ଦ୍ୱିତୀୟରେ ଆସୁଛି B ଏବଂ ACD ତ୍ରିଭୁଜରେ ଦ୍ୱିତୀୟରେ ଆସୁଛି C। ତେଣୁ B କୋଣ ସମାନ ହେବ C କୋଣ ସହ। ତେଣୁ ମୁଁ ଲେଖିଲି B କୋଣର ପରିମାଣ ସମାନ ହେବ C କୋଣର ପରିମାଣ ସହ। ବୁଝିପାରିଲ? ଏବଂ ଏହା ବି ଆମକୁ ପ୍ରମାଣ କରିବାର ଥିଲା, କାରଣ B କୋଣ ACର ସମ୍ମୁଖୀନ କୋଣ, C କୋଣ AB ବାହୁର ସମ୍ମୁଖୀନ କୋଣ। ତେଣୁ ଆମେ ପ୍ରମାଣ କରିଲେ କୌଣସି ତ୍ରିଭୁଜରେ ଦୁଇଟି ବାହୁର ଦୈର୍ଘ୍ୟ ସମାନ ଥିଲେ ସେହି ବାହୁଦ୍ୱୟର ସମ୍ମୁଖୀନ କୋଣ ଗୁଡ଼ିକର ପରିମାଣ ବି ସମାନ ଥିବ। ଏବେ ଆମେ ପ୍ରମାଣ କରିବା, ଯଦି ଗୋଟେ ତ୍ରିଭୁଜର ଦୁଇଟି କୋଣର ପରିମାଣ ସମାନ ଥିବ, ସେହି କୋଣଦ୍ୱୟର ସମ୍ମୁଖୀନ ବାହୁଦ୍ୱୟର ଦୈର୍ଘ୍ୟ ସମାନ। ଧରିନିଅ ଏ ତ୍ରିଭୁଜରେ B କୋଣର ପରିମାଣ ଏବଂ C କୋଣର ପରିମାଣ ସମାନ ଅଛି। ଏବେ B କୋଣର ସମ୍ମୁଖୀନ ବାହୁ ହେଉଛି AC, C କୋଣର ସମ୍ମୁଖୀନ ବାହୁ AB। ତେଣୁ AB ଏବଂ ACର ଦୈର୍ଘ୍ୟ ସମାନ, ତାହା ଆମେ ପ୍ରମାଣ କରିବା। ଏବେ ପ୍ରମାଣ କରିବା ଲାଗି ମୁଁ ଅଙ୍କନ କରିବି, ଏ ବିନ୍ଦୁରୁ BC ପ୍ରତି ଗୋଟେ ଲମ୍ବ ଅଙ୍କନ କରିବି ଏବଂ ଏ ବିନ୍ଦୁରୁ ଯେଉଁ ଲମ୍ବ ଅଙ୍କନ କରିଲି ତାହା BCକୁ D ବିନ୍ଦୁରେ ଛେଦ କଲା। ତେଣୁ AD ଲମ୍ବ ହେଲା BC ପ୍ରତି। ଏବେ ଆମେ ଦୁଇଟି ତ୍ରିଭୁଜ ପାଇଲେ, ତ୍ରିଭୁଜ ABD, ତ୍ରିଭୁଜ ACD। ଏହି ତ୍ରିଭୁଜ ଦ୍ୱୟ ସର୍ବସମ କି? ଏବେ ଆମେ ଦେଖିବା। ଏବେ ପିଲାମାନେ ତ୍ରିଭୁଜ ABD ଏବଂ ତ୍ରିଭୁଜ ACDକୁ ଦେଖ। ଏହି ତ୍ରିଭୁଜ ଦ୍ୱୟ ମଧ୍ୟରେ କୋଣ ABDର ପରିମାଣ ସମାନ କୋଣ ACDର ପରିମାଣ। ସେପରି କୋଣ ADBର ପରିମାଣ ସମାନ କୋଣ ADCର ପରିମାଣ, କାରଣ AD ଲମ୍ବ BC। ତେଣୁ ଏ କୋଣ ଦ୍ୱୟର ପରିମାଣ 90 ଡିଗ୍ରୀ। ଏବେ ABD ତ୍ରିଭୁଜର ଦୁଇଟି କୋଣର ପରିମାଣ ADC ତ୍ରିଭୁଜର ଦୁଇଟି କୋଣର ପରିମାଣ ସହ ସମାନ। ତେଣୁ ABD ତ୍ରିଭୁଜର ଆଉ ଗୋଟେ କୋଣର ପରିମାଣ ADC ତ୍ରିଭୁଜର ଆଉ ଗୋଟେ କୋଣର ପରିମାଣ ସହ ବି ସମାନ ହେବ। ତେଣୁ BAD କୋଣର ପରିମାଣ ସମାନ ହେବ CAD କୋଣର ପରିମାଣ ସହ। ବୁଝିପାରିଲ? ତେଣୁ ଏବେ ଆମେ ଏହି କୋଣଦ୍ୱୟ ସମାନ ବୋଲି ପ୍ରମାଣ କଲେ। ଏବେ ଆମେ କ'ଣ କରିପାରିବା? ଏବେ ଏହି ଦୁଇଟି ତ୍ରିଭୁଜ ସର୍ବସମ ହେଉଛନ୍ତି ନା ନାହିଁ ତାହା ଦେଖିବା। ତେଣୁ ତ୍ରିଭୁଜ ABD ଏବଂ ତ୍ରିଭୁଜ ADC ମଧ୍ୟରେ BAD କୋଣର ପରିମାଣ ଏବଂ CAD କୋଣର ପରିମାଣ ସମାନ, ତାହା ଆମେ ପ୍ରମାଣ କରିଲେ। ଏବେ AD ସାଧାରଣ ବାହୁ ଏବଂ ADB କୋଣର ପରିମାଣ ADC କୋଣର ପରିମାଣ ସମାନ, କାରଣ AD ଲମ୍ବ BC। ତେଣୁ ଏ କୋଣ ଦ୍ୱୟର ପରିମାଣ 90 ଡିଗ୍ରୀ ଏବଂ ସମାନ। ତେଣୁ ଏବେ ଯଦି ତୁମେ ଦେଖିବ ଏ ତ୍ରିଭୁଜ ଦ୍ୱୟ ସର୍ବସମ ହେବେ। ପ୍ରଥମେ ନେଲେ ଆମେ କୋଣ, ତାପରେ ବାହୁ, ତାପରେ ଆଉ ଗୋଟେ କୋଣ। ତେଣୁ କୋ ସର୍ବସମତା ଅନୁଯାୟୀ ଏ ତ୍ରିଭୁଜ ଦ୍ୱୟ ସର୍ବସମ। ତେଣୁ ମୁଁ ଲେଖୁଛି ABD ତ୍ରିଭୁଜ ସର୍ବସମ ହେବ ACD ସହ ଏବଂ ସର୍ବସମତା ହେବ କୋ ସର୍ବସମତା। ଏବେ ତ୍ରିଭୁଜ ଦ୍ୱୟ ସର୍ବସମ ହେଲେ କେଉଁ କେଉଁ ବାହୁ ଗୁଡ଼ିକ ସମାନ ଅଛି ତାହା ଆମେ ଜାଣିପାରିବା। ଦେଖ, ପ୍ରଥମେ AB ଆସୁଛି ପ୍ରଥମ ଦ୍ୱିତୀୟ, ACD ତ୍ରିଭୁଜରେ ବି AC ଆସୁଛି ପ୍ରଥମ ଦ୍ୱିତୀୟରେ। ତେଣୁ AB ବାହୁର ଦୈର୍ଘ୍ୟ ସମାନ ହେବ AC ବାହୁର ଦୈର୍ଘ୍ୟ ସହ ଏବଂ ଆମେ ପ୍ରମାଣ କରିଦେଲେ।
କାରଣ ଆମକୁ ଦେଇଥିଲା ବି କୋଣର ପରିମାଣ ସି କୋଣର ପରିମାଣ ସମାନ। ବି କୋଣର ସମ୍ମୁଖୀନ ବାହୁ ଏସି, ସି କୋଣର ସମ୍ମୁଖୀନ ବାହୁ এবি, ତେଣୁ এবି ଏବଂ ଏସିର ଦୈର୍ଘ୍ୟ ବି ସମାନ। ଏହା ଆମେ ପ୍ରମାଣ କରିଲେ।